ନାଇଁ ନାଇଁ ସାର୍ କଥା ହଉଛି କଣ କି ଆପଣ ବାରମ୍ବାର ଆସିବା ଦ୍ୱାରା ଗୋଟେ ଲାଭ ହେଲା ଆମର ଆମେ କିଛି ଜାଣିନାହୁଁ ଆପଣ ସେଇଟାକୁ ବୁଝେଇ ଦଉଛନ୍ତି ସେ ଲେଖା ହେଇଛି କଣ ଆମେରିକାନ ମକା ଆଚ୍ଛା ସେଇଟା କଣ ଆମର ଏଠି ନାହିଁ ଯେ ଆମେରିକାନ ମକା ଓଡ଼ିଶାରେ ବି ମିଠା ମକା ଚାଷ କଲେଣି ଚାଷୀମାନେ ଆମେ କହୁଛୁ ଅର୍ବାନ୍ ଏରିଆ ଆଉ ପେରି ଅର୍ବାନ୍ ଏରିଆ ଏ ଦୁଇଟା ଏରିଆରେ ବର୍ତ୍ତମାନ ଚାଷୀମାନେ ମିଠା ମକା ବହୁଳ ଭାବରେ କଲେଣି ଏଇ ଆମେରିକାନ ମକା ଆମେରିକାନ ମକା ତେଣୁ କାହିଁକି ଲାଭ କ'ଣ ସେଥିରେ ନା ବହୁତ ଉନ୍ନତ କିସମ ଆମର ବର୍ତ୍ତମାନ ବାହାରିଗଲାଣି ମିଠା ମକାର ବର୍ତ୍ତମାନ ନୂଆ ନୂଆ କିସମ ଆମ ପାଖରେ ଆସିଗଲାଣି ସେମିତି ଆମେ କହୁଛେ ହାଇବ୍ରିକ୍ସ 53 ହାଇବ୍ରିକ୍ସ 39 ଏବଂ ଆଉ ଗୋଟେ କହୁଛେ ସୁଗାର 75 ଏ ତିନିଟି ହାଇବ୍ରିଡ୍ ମକା ବର୍ତ୍ତମାନ ମିଠା ମକା ହାଇବ୍ରିଡ୍ ମକା ଯଦି ମିଠା ମକା 8 ରୁ 10 ଟନ୍ ଅମଳ ଦେବ ଆଉ ଗୋଟେ କମ୍ପୋଜିଟ୍ ମକା ବା ସାଧାରଣ ହାଇବ୍ରିଡ୍ ମକା 1.5 ଟନ୍ ରୁ 2 ଟନ୍ ଅମଳ ଦେବ କିନ୍ତୁ ହାଇବ୍ରିଡ୍ କିସମରେ ଗୋଟେ ସୁବିଧା ବି ଅଛି ଅସୁବିଧା ବି ଅଛି ସୁବିଧା ହେଲା ଅଧିକ ଅମଳ ଦେବ ଏବଂ ଅସୁବିଧା ହେଲା ବେଶୀ ସାର ସେ ଦରକାର କରିବ ଆମେ ସନ୍ତୁଳିତ ସାର ପ୍ରୟୋଗ କଲେ ମିଠା ମକାର ଭଲ ଆଦାୟ ପାଇବା କ'ଣ କରିବା ସବୁତକ ଫସ୍ଫରସ୍ ସବୁତକ ପଟାସ୍ ତା ସହିତ 25 ଭାଗ ନାଇଟ୍ରୋଜେନ୍ ସାର ଆକୁ ମୂଳ ସାର ହିସାବରେ ଦେଇଦେବା ମୂଳ ସାର ପଟାସ୍ ଫସ୍ଫରସ୍ ଏବଂ ଆପଣ 25 ଭାଗ ନାଇଟ୍ରୋଜେନ୍ ସାର ଯେତେବେଳେ ଆମେ ଫାଇନାଲ ହଳ କରିବା ଏବଂ ଯେତେବେଳେ ମଞ୍ଜି ବୁଣାବୁଣି କରିବା ସେହି ସମୟରେ ଦେଇଦେବା ବାକି ଯେଉଁ ରହିଲା ନାଇଟ୍ରୋଜେନ୍ ସାର ତାକୁ ଆମେ 3ଟା ଦଫାରେ ଦେବା ଦଫା ମାନେ କ'ଣ ପ୍ରଥମ ଦେବା 21 ଦିନ ଭିତରେ କୁଡ଼ା ଖସା କରିଦେବା ଆଉ ସେତେବେଳେ 50% ସାର ଆମେ ପକାଇଦେବା ନାଇଟ୍ରୋଜେନ୍ ସାର ଆଉ ଯେଉଁ ରହିଲା ସାର ଆଉ 25% ରହିଲା ତାକୁ ମଧ୍ୟ 2ଟା ଦଫାରେ ଦେବା ବର୍ତ୍ତମାନ କହୁଛି ମକା ଏଇ ମିଠା ମକା ଫସଲ ତାର ପତ୍ର ଯଦି ଶେଷ ପର୍ଯ୍ୟନ୍ତ ସବୁଜ ରହିବ ଏଇଟା ମନେ ରଖିବା ଚାଷୀମାନଙ୍କୁ ଆମେ କହିବୁ ତାର ପତ୍ର ଯଦି ଶେଷ ପର୍ଯ୍ୟନ୍ତ ସବୁଜ ରହିବ ତାହେଲେ ସେଇଟା ଭଲ ଆହୁରି ଅଧିକ ତା ଦାନା ଟାଣ ହେବ ମିଠା ଅଂଶ ଅଧିକା ରହିବ ତେଣୁ ଦାନା ଧରିବା ସମୟରେ ଆମେ କହୁଛେ 5% ଯବକ୍ଷାରଜାନ ସାର ଆମେ ଦେବା କିନ୍ତୁ ଏଠି ଚାଷୀମାନଙ୍କୁ ଟିକେ କଷ୍ଟ ହେବ ହିସାବ କରିବାକୁ ଅନେକ ସମୟରେ କ'ଣ ହୁଏ ନା ଚାଷୀମାନେ ଠିକ୍ରେ ହିସାବ କରନ୍ତିନି ଯାହାଫଳରେ କ'ଣ କରନ୍ତି ସାର ମାତ୍ରା ଏପଟ ସେପଟ ଅଧିକା ମାତ୍ରା ହେଇଯାଏ ଲାଭ କିନ୍ତୁ ଅଧିକ ସାର ଦେଲେ କେବେ ଲାଭ ଅଧିକା ମିଳିବନି ଏଇଟା ଆମେ କହି ରଖିବା ଦରକାର ସାର ବେଶୀ ଦେଲେ ଯେଉଁ ବେଶୀ ଲାଭ ହୁଏ ତା ମାନେ ନୁହଁ ଏଇଠି ବର୍ତ୍ତମାନ ଆମେ ମକାରେ କହୁଛୁ ଜୀବାଣୁ ସାର ପ୍ରୟୋଗ କରିବା ନିହାତି ଆବଶ୍ୟକ ମିଠା ମକାରେ ବିଶେଷ କରି ଆଜୋସ୍ପିରିଲମ୍ ଆଜୋଟୋବାକ୍ଟର ଯେଉଁ ଜୀବାଣୁ ସାର ଉପଲବ୍ଧ ହେଉଛି ତା'ର ହେକ୍ଟରକୁ 5 କିଲୋଗ୍ରାମ ଦରକାର ତେଣୁ ଆଜୋସ୍ପିରିଲମ୍ରୁ 5 କିଲୋଗ୍ରାମ ଆଜୋଟୋବାକ୍ଟରରୁ 5 କିଲୋଗ୍ରାମ କିନ୍ତୁ 10 କିଲୋ 25 କିଲୋ ସଢ଼ା ଗୋବର ଖତ ମିଶେଇକି ଦେବେ ନହେଲେ ସେ ବ୍ୟାକ୍ଟେରିଆ ଖାଇବାକୁ ନାହିଁ ଖାଦ୍ୟ ନାହିଁ ସେ ଭଲ ବଢ଼ିପାରିବନି ବଂଶ ବିସ୍ତାର କରିପାରିବନି ତେଣୁ ତାକୁ ଦେଲେ ଭଲ ଆଦାୟ ଦେବ ତେଣୁ ଆମେ ଏଇଠି କହୁଛୁ ଦାନା ବାନ୍ଧିବା ସମୟଟା ଏଇଟା ଗୋଟେ କ୍ରିଟିକାଲ୍ ସମୟ ତାକୁ ଯଦି ସାର ପ୍ରୟୋଗ ନ କରିବା ସେ ସମୟରେ ଯଦି ପାଣିର ବ୍ୟବସ୍ଥା ନଥିବ ପାଣି ଆବଶ୍ୟକ କରିବ ସେ ସମୟରେ ଅଧିକା ତେଣୁ ଜଳସେଚନ ବା ଜଳ ପରିଚାଳନା ମଧ୍ୟ ଠିକ୍ ଭାବରେ କଲେ ମିଠା ମକା ଭଲ ଆଦାୟ ଦେବ 8 ରୁ 10 ଟନ୍ ଆଦାୟ ଆମେ ପାଇପାରିବା ଯଦି ଠିକ୍ ଭାବରେ ମିଠା ମକା ଆମେ ଚାଷ କରିବା ଆମେ ଦେଖନ୍ତୁ ଗୋଟେ କଥା କହିବା ଆମ କେତେ ଗଛ ସଂଖ୍ୟା ରହିବ ହେକ୍ଟରକୁ 66,000 ପାଖାପାଖି ଗଛ ରହିବ ଯଦି ଆମେ ଠିକ୍ ଗଛ ସଂଖ୍ୟା ରଖିବା ତାକୁ 1000 ଯଦି ବି 20% ଗଛ କୌଣସି କାରଣରୁ ବି ମରିଯାଏ ଆମେ 50,000 ଗଛ ନିଶ୍ଚିତ ପାଇବା ଆଉ 50,000 ଗଛରୁ ଆମେ ହିସାବ କରୁଛୁ 8 ଟନ୍ ଅମଳ ନିହାତି ମିଳିବ ଯଦି ଆମେ ଠିକ୍ ଭାବରେ ସାର ପରିଚାଳନା କରିଥିବା ଆଉ ଜଳ ପରିଚାଳନା କରିଥିବା ତେଣୁ ମିଠା ମକା ଚାଷର ଆଦର ବର୍ତ୍ତମାନ ଯଥେଷ୍ଟ ଅଧିକା ରହିଛି ଆଉ ଗୋଟେ କଥା ନା ମୁଁ ଆପଣଙ୍କୁ କହିବି ଟିକେ ମନ ଦେଇକି ଶୁଣନ୍ତୁ ମକା ଚାଷ କଲାବେଳେ ଆମେ 2-3 ଥର ଛାଡ଼ିକି 3-4 ଦିନ ଥରେ ବୁଣାବୁଣି କରିବା ଧରନ୍ତୁ ଆମେ ପ୍ରଥମେ ଆପଣଙ୍କର ରବି ଋତୁରେ ବୁଣାବୁଣି କଲେ ଧରନ୍ତୁ ଅକ୍ଟୋବର ମାସରେ ବୁଣାବୁଣି କଲେ 10 ତାରିଖରେ 5 ୱିକ୍ରେ 7 ଦିନ ପରେ ଆଉ ଥରେ ବୁଣିବା 7 ଦିନ ପରେ 3ଟା ଦଫାରେ ବୁଣିବା କ'ଣ ହେବ ଅମଳ 3 ଥର ହେବ ଯେତେ ଥର ଅମଳ ହେଉଥିବ ସେତେ 72 ଘଣ୍ଟା ଭିତରେ ତାକୁ ଆମର ଖାଇବାର ଅଛି ତେଣୁ 72 ଘଣ୍ଟା ଭିତରେ ଖାଇଲେ ତାର ପ୍ରକୃତରେ ଆପଣଙ୍କ ମିଠାଟା ଭଲ ରହିଥାଏ ସେଇଟା ଚାଷୀମାନେ ଜାଣିବା ଦରକାର ନିହାତି ଖାଇବା ଦରକାର ତେଣୁ ଆମେ ଯଦି ଅଳ୍ପ ଅମଳ କରୁଥିବା ଆମେ ବଜାରକୁ ସେ ଅନୁସାରେ ଛାଡ଼ିପାରିବା ଏକାଥର ଅମଳ କରିଦେଲେ ଯଦି ବଜାର ବିକ୍ରି ନ ହେଇପାରିଲା ମକାର ମିଠାଂଶ କମିଯିବ ସେଟାକୁ ଆମେ ଦେଖିବା ଦରକାର ନିହାତି ଏଇଟା କହିଲେ ମୁଁ ଅନୁମାନ କରୁଛି ଆଜ୍ଞା କିଛି ମକାର ମିଠାଂଶ ନଥାଏ କିନ୍ତୁ ଏଇ ମକା ଆମେରିକାନ ଏଇ ମକା ହେଉଛି କାରଣ ଆଜ୍ଞା ଏ 2 ମାସ ଭିତରେ ଦେଖନ୍ତୁ ଗୋଟେ ହେକ୍ଟରରେ ଆମେ ମନେକର 66,000 ଯାହା ଆପଣ କହିଲେ 66,000 ନଉ 50,000 ମକା ଗୋଟିଏ ଗଛ ଯଦି ଯୋଡ଼ିଏ ମକା ଯୋଡ଼ିଏ ବି ନ ଦଉ ଗୋଟିଏ ଦଉ ମକା ଗୋଟା ଯଦି ବଜାର ଉପରେ 10 ଟଙ୍କା ହେଲା ଆଜ୍ଞା 50,000 ଗଛ 5 ଲକ୍ଷ କ'ଣ ଛୋଟ କଥା ଇଏ ପ୍ରକୃତରେ ଇଏ ଆଜ୍ଞା ଏକ କୃଷିର ବିକଳ୍ପ ଏବଂ ଲାଭଜନକ ଫସଲ